ଜଗନ୍ନାଥ। ମୋର ଭକ୍ତ ବନ୍ଧୁ ସମାଜକୁ ମୋର ପ୍ରଣାମ। ଆସନ୍ତୁ ଆଜି ଜାଣିବା ଯେ କ'ଣ କଲେ ଆମର ପରମାୟୁ ନଷ୍ଟ ହୁଏ, ସେ ବିଷୟରେ ଜାଣିବା। ଆସନ୍ତୁ ପ୍ରଥମେ କିଛି ହିତୋପଦେଶ ନେବା। ଏ ପୃଥିବୀ ହେଉଛି କିସ ଦୁଃଖ କଷ୍ଟ ଭରା। ଆମେ ପୃଥିବୀରେ ରହିଛୁ, ଆମେ ସଂସାରୀ ଜୀବନଯାପନ କରୁଛୁ। ଏହି ସଂସାରୀ ହେଉଛି ଦୁଃଖ କଷ୍ଟ ଭରା। ଘର ଛାଡ଼ି ବାହାରି ଯାଅ। ଭଗବାନ ବୁଦ୍ଧ, ଗୌତମ ବୁଦ୍ଧଙ୍କ ପରି ସେ ରାଜ ବାଟି ଛାଡ଼ିକି ଚାଲିଥିଲେ। ରାଜା ଆମେ ଯେଟା ପାଇବା ପାଇଁ ନୀତି ସଂସାରରେ ଦୌଡ଼ ଲଗୁଛେ, ଧନ ଉପାର୍ଜନ କରିବା, କିନ୍ତୁ ସିଏ ସେଆକୁ ଛାଡ଼ି ଦେଇକି ନିଚ ତଳକୁ ଆସିଥିଲେ, ସେସବୁ ପରିତ୍ୟାଗ କରିଥିଲେ। ତେଣୁ ଜାଣିଥିଲେ ଯେ ଏହା ଦୁଃଖ କଷ୍ଟ ଲାଘବ ବାଟ ନୁହେଁ। ତେଣୁ ଦୁଃଖ କଷ୍ଟକୁ ଲାଘବ ପାଇଁ ସେ ସମସ୍ତ ମୋହମାୟା ତ୍ୟାଗ କରିଥିଲେ। ଏହି ଚେଷ୍ଟା କର ଯେ ଆମେ ବି ସେହି ଗୌତମ ବୁଦ୍ଧଙ୍କ ହଉ ନ ହଉ, କିନ୍ତୁ କିଛି ଆମେ କରିବା। ତୁମର ପ୍ରଥମ ଶିକ୍ଷା ହେଲା ଭୁଲି ଯାଅ ନିଜକୁ। ନିଜକୁ ଭୁଲି ଯାଅ, ମୁଁ ମୋର ଏସବୁକୁ ଭୁଲି ଯାଅ। ତୁମେ ଆସ୍ତିକ ହୁଅ, ନହେଲେ ତୁମେ ନାସ୍ତିକ ହୁଅ। ଏଠି ଆସ୍ତିକ ନାସ୍ତିକର କିଛି ଫରକ ପଡ଼େନି। ଆସ୍ତିକ ବି ଦୁଃଖ ସହେ, ନାସ୍ତିକ ବି ଦୁଃଖ ସହେ। ଆସ୍ତିକ ନାସ୍ତିକର ଏଠି କୌଣସି ଭେଦ ବିଚାର ନାହିଁ। ଅଜ୍ଞବାଦୀ ହୁଅ, ମାନେ ଆଜ୍ଞାବାହକ। ବେଦାନ୍ତବାଦୀ ହୁଅ, ବେଦବାହକ, ସବୁ ଜ୍ଞାନ ରଖ। ଖ୍ରୀଷ୍ଟିଆନ ହୁଅ ବା ମୁସଲମାନ ହୁଅ କି ଯେକୌଣସି ସମାଜରେ ହୁଅ, କିନ୍ତୁ ସତ୍ୟରେ ରୁହ। ସତ୍ୟ ଖୋଜି ଚାଲ। ସତ୍ୟ ଖୋଜି ଖୋଜି ସଂସାର ଆଜି ଏଇଠି ଆମ ଦୁନିଆ ପହଞ୍ଚିଛି। ତେଣୁ ସତ୍ୟ ଯେତେ ଖୋଜିବ ସତ୍ୟ ବାହାରିବ। ସତ୍ୟର ଶେଷ ନାହିଁ। ସତ୍ୟରେ ଚାଲ, ଏହା ହିଁ ତୁମର ପ୍ରାଥମିକ ଶିକ୍ଷା। ତୁମେ ଏଇଟା ପ୍ରୟୋଗ କର। ସତ୍ୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ, ଏକମାତ୍ର ଶିକ୍ଷା। ତୁମେ କ୍ଷୁଦ୍ର ସ୍ୱାର୍ଥଟିକୁ ବଳି ଦିଅ ଏବଂ ପ୍ରକୃତ ବଡ଼ ସ୍ୱାର୍ଥ ପାଖକୁ ଯାଅ। ଜାଣିବ ଯେ ଏଇଟା ଆମର, ଯେଟା ଆମେ ନିଜକୁ ମୁଁ ମୋର ଭାବୁଛି, ଏଇ କ୍ଷୁଦ୍ର ସ୍ୱାର୍ଥ ଆମକୁ ଏତେ ବଡ଼ ବୃହତ୍ ସ୍ୱାର୍ଥ କତରୁ କେମିତି ଅଲଗା ରଖି ତଳି ତଳାନ୍ତ କରୁଛି। ସେଟା ମିଳିଲେ ସେ ବୃହତ୍ ସ୍ୱାଦର ଚକ୍ଷୁ ଥରେ ଖାଇଲେ ନା, ଆପଣ ଏସବୁ କହିବେ ଯେ ମୁଁ କେଉଁଠି ଥିଲି, କେଉଁଠି ଆସିକି ପହଞ୍ଚିଛି। ତେଣୁ ବ୍ରାହ୍ମଣ ମାନଙ୍କର ଗର୍ଭାଷ୍ଟମ ବର୍ଷରେ ଉପନୟନ କାଳ, କ୍ଷତ୍ରିୟ ମାନଙ୍କର 12 ବର୍ଷ ମଧ୍ୟରେ ଏବଂ ବୈଶ୍ୟ ମାନଙ୍କର 21 ବର୍ଷ ମଧ୍ୟରେ କୁଳାଚାର ଉପନୟନ ଗ୍ରହଣୀୟ। ଆସନ୍ତୁ ବେଶୀ ସମୟ ନେବାନି। ଆମର ଯେ କ'ଣ କଲେ ପରମାୟୁ ନଷ୍ଟ ହୁଏ, ଏଇଟା ହେଉଛି ଆମର ବିଷୟବସ୍ତୁ। ତେଣୁ ସେଟାକୁ ଯିବା। ପ୍ରଖର ସୂର୍ଯ୍ୟ କିରଣ ସେବନ। ଯେତେବେଳେ ସୂର୍ଯ୍ୟ ତାର ତେଜ ଥାଏ, ପ୍ରଖର ଥାଏ, ସେତେବେଳେ ଯଦି ସେଇ ସୂର୍ଯ୍ୟ କିରଣରେ କାମ କର ବା ଯାହା କର, ସେଠି ତୁମର ଆୟୁଷ୍ହାନି ହବ, ଦେହ ଡିମେଜ ହବ, ଆୟୁଷ୍ହାନି ଘଟାଏ। ପ୍ରଖର ସୂର୍ଯ୍ୟ କିରଣ ବେଳେ କାମ ଦାମ କଲେ ବାହାରେ ରହି ଶବଦାହ ସମୟରେ ଯଦି ଧୂମ୍ର, ବିଡ଼ି, ସିଗାରେଟ ଏସବୁ ଗଞ୍ଜା ଯଦି ଖାଅ, ନିଶ୍ଚିନ୍ତ ଆୟନ ହବ। ରାତ୍ରରେ ଦଧି ଭୋଜନ, ରାତ୍ରରେ ଦୁଧ ଖାଇବା କଥା ନୁହେଁ। ଅତ୍ୟଧିକ ପରିଶ୍ରମ କର। ଉପଯୁକ୍ତ ପରିମିଥୁନ। ନିଜ ଅପେକ୍ଷା ବୟସ୍କା ନାରୀ ରମଣ। ନିଜର ଠାରୁ ଯଦି ସ୍ତ୍ରୀର ବୟସ ଅଧିକ ହୋଇଥାଏ, ଏଠି ବି ଆୟୁଷ ହାନିର ଉଠୁଛି। ଏସବୁ ଭୋଗରେ
परमायु शीघ्र नष्ट हुए। बुझीगला जेतिक मु कहली रात्रि दधि भोजन अत्यधिक परिश्रम जदि जड़े अत्यधिक परिश्रम सब करता निश्चित डैमेज हम जो पड़ो मैंने उठ माने उपरी मैथुन मैथुन कथा मैं कहमी कौन आप जानते निज अपेक्षा वयस्क नारी कथा कहली यही सब है माने परमायु नष्ट हुए माने परमायु कमी जाए बोली शास्त्र मत दिए। तेणु आपण माने एप्रति सजग रुहतु। अभाववशत माने 16 वर्ष क्षत्रिय 22 वर्ष वैश्य माने 14 वर्ष पर्यंत उपनयन करती माने ये सब ब्रह्मचर्य आपन यदि किसी साधना करिए ना तेबे आपणकर परमायु बढ़िबो हला। तेणु छात्र छात्री को विशेष करी तांको भविष्य अच्छी सेमानक भविष्य आगामी वीडियो रे आनिबा कौन करी हब आमर देशर भविष्य युवपीढ़ी या देखिबा। हो एतिकी कही मु रोची रवींद्र कुल्हारी। जय जगन्नाथ। परवर्ती वीडियो रे देखिबा। सब्सक्राइब लाइक भल लगुले देवे। रोच नमस्कार।